ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀ ତଥା ମୋର ସମସ୍ତ ଶିକ୍ଷକ ବନ୍ଧୁମାନେ, ଆଜି ଆମେମାନେ ଦେଖିବା ଯେଉଁ ଚାରିଟା କ୍ଲବ୍ ରହିଛି କ୍ରୀଡ଼ାଙ୍ଗନ, ଜିଜ୍ଞାସା, କୌଶଳୀ, ସାହିତ୍ୟ ସୂଜନୀ। ତ ସେ ମଧ୍ୟରୁ ସାହିତ୍ୟ ସୂଜନୀର ଯେଉଁ ଅଧିବେଶନ ଗୁଡ଼ାକ କରିବା ପାଇଁ ପଡ଼ିବ ସେ ସମସ୍ତ ଅଧିବେଶନ ଦେଖିବା ଏବଂ ପିଲାମାନଙ୍କୁ କିଭଳି ଭାବରେ ଆମେ ମାର୍କ ଦେବା ସେ ବିଷୟରେ ମଧ୍ୟ ଆମେ এই ଭିଡ଼ିଓରେ ଜାଣିବା। ତ ସର୍ବପ୍ରଥମେ ଯେଉଁମାନେ এই ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ଏବଂ ପିଲାମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ଏବଂ ପିଲାମାନେ ଏହି ଅଧିବେଶନ ଗୁଡ଼ାକ ଦେଖିବା ଦ୍ୱାରା ଆଗୁଆ କିଭଳି ଭାବରେ ପ୍ରସ୍ତୁତ ହୋଇପାରିବେ ଏବଂ ଭଲ ସ୍କୋର କରିପାରିବେ, ଅର୍ଥାତ୍ 20ରୁ 20 ନମ୍ବର ଆଣିପାରିବେ, ତ ସେଥିପାଇଁ ଚେଷ୍ଟା କରିବେ। ତ ଶିକ୍ଷକମାନେ ମଧ୍ୟ ଜାଣିପାରିବେ ପିଲାମାନଙ୍କୁ କିଭଳି ଭାବରେ ମାର୍କ ଦିଆଯିବ। ତ ଡେଟ୍ କରିବାନି, ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। କିନ୍ତୁ ତା ପୂର୍ବରୁ ଯେଉଁମାନେ ଚ୍ୟାନେଲକୁ ନୂଆ ଆସୁଛନ୍ତି ନିଶ୍ଚିତ ଭାବରେ ଅନୁରୋଧ ରହିବ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକିନା ଆପଣମାନଙ୍କ ପାଖରେ ମୁଁ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ତା'ର ନୋଟିଫିକେସନ୍ ପହଞ୍ଚିପାରିବ। ସେଥିପାଇଁ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରିବା। ଦେଖନ୍ତୁ, ଏଟା ଏ ବର୍ଷ ପାଇଁ ଆସିଛି। କ'ଣ ରହିଛି ନା ଦଶମ ଶ୍ରେଣୀର ସାହିତ୍ୟ ସୂଜନୀ। ଦଶମ ଶ୍ରେଣୀ ନୂଆ ଆସିଛି। ଆର ବର୍ଷ ଯେଉଁଟା ଥିଲା ନବମ ଦଶମ ମିଶିକି ଥିଲା, ସେଇଟା ଅଲଗା ହେଇଯାଇଛି କେବଳ ନବମ ଶ୍ରେଣୀ ପିଲାଙ୍କ ପାଇଁ। ଏଇଟା ଯେଉଁ ଆସିଛି ନୂଆ ଏ ବର୍ଷ ଦଶମ ଶ୍ରେଣୀ ପିଲାଙ୍କ ପାଇଁ। ସେଇଭଳି ଭାବରେ ସାହିତ୍ୟ ସୂଜନୀ ସହିତ କ୍ରୀଡ଼ାଙ୍ଗନ, ଜିଜ୍ଞାସା ଆଉ କୌଶଳୀର ମଧ୍ୟ ଅଛି। ପରବର୍ତ୍ତୀ ସମୟରେ ମୁଁ ତା'ର ମଧ୍ୟ ଭିଡ଼ିଓ ଅପଲୋଡ଼ କରିବି, ଆପଣମାନେ ତାହା ଦେଖିପାରିବେ। କେଉଁଥିର ନା ଦଶମ ଶ୍ରେଣୀ ପାଇଁ। ଦେଖନ୍ତୁ, ପ୍ରଥମ ଅଧିବେଶନ ସ୍ମୃତିରେ ସାହିତ୍ୟ ସୂଜନୀ, ସମୀକ୍ଷା ପୁଣି ଥରେ, ବହି ମୋର ଅତି ନିଜର, କଥା ଓ ବକ୍ତୃତା, ତର୍କ ଯେଉଁଟା, କାହାଣୀ କେଉଁ ଆଡ଼କୁ ନେଉଛି ଟାଣି, ଆସ କାହାଣୀକୁ ସମ୍ପୂର୍ଣ୍ଣ କରିବା, କାହାଣୀରୁ ନାଟକ, ନାଟକ ଦେଖିବା, ସମୀକ୍ଷା କରିବା, ଶବ୍ଦ ଖେଳ, ଆସ କବିତା ଲେଖିବା, ଯଦି ଏପରି ହୋଇଥାନ୍ତା, କାହାଣୀ ଲେଖିବା, ସମୀକ୍ଷା ଶିଖିବା, ଆସ ଜାଣିବା, ଆସ ଚିହ୍ନିବା, ମୋ ବନ୍ଧୁ ମୋ ସଖା, ସମାର୍ଥ ଶବ୍ଦ ସିନୋନିମ୍ସ, ତୁ କହିଲେ ଦିନ ମୁଁ କହିବି ରାତି, ଆଣ୍ଟୋନିମ୍ସ ବିପରୀତାର୍ଥ ଶବ୍ଦ, ଚାରୋଟି ଠିକ୍ ଗୋଟିଏ ଭୁଲ, ଯାଏ ଚଢ଼େଇ ପରି, ଆସ କହିବା ଓ କୁହାଇବା, ଆସ ପ୍ରଶ୍ନ ତିଆରି କରିବା, କହି ଜାଣିଲେ କଥା ସୁନ୍ଦର, ଆମ ଲେଖକ ଓ ତାଙ୍କ ଲେଖା, ମୋ କଥା ମୋ କାହାଣୀ ନୂତନ ସଂସ୍କରଣ, ମୁଁ, ମୋ ସ୍କୁଲ ଏବଂ ମୋର ଅଭୁଲା ସ୍ମୃତି। ତ ଏଇଠି 23ଟା ଆମର ରହିଛି ଅଧିବେଶନ। କେତେଟା ଅଧିବେଶନ ନା ଟୋଟାଲ୍ 23ଟା ଅଧିବେଶନ। ତାପରେ ଆସିଲା 24 ନମ୍ବର ଅତି ଗୁରୁତ୍ୱପୂର୍ଣ୍ଣ ବା ଇମ୍ପୋର୍ଟାନ୍ସ ରହିଛି ଏ ପଏଣ୍ଟର। କାହିଁକିନା ଦେଖନ୍ତୁ, ସାହିତ୍ୟ ସୂଜନୀ ଆକାଂକ୍ଷୀ ପାଠ୍ୟକ୍ରମ ପାଇଁ ମୂଲ୍ୟାଙ୍କନ। ତ ଶିକ୍ଷକମାନେ କିଭଳି ଭାବରେ ମୂଲ୍ୟାଙ୍କନ କରିବେ ସେ ବିଷୟରେ ଆମେ ମଧ୍ୟ ଏହି ଭିଡ଼ିଓରୁ ଜାଣିବା। ଚାଲନ୍ତୁ ଭିଡ଼ିଓ ଦେଖାଇ ନେଉଛି, ଆପଣମାନେ ଦେଖନ୍ତୁ ଶ୍ରେଣୀ କିଭଳି ଭାବରେ ପରିଚାଳନା କରିବା ତା'ର ଡିଟେଲ୍ସ ଦେଇଛି। ଫଟୋ ଓ ଭିଡ଼ିଓ ଗୁଡ଼ିକ ଦେଖି ସାରିବା ପରେ ଶିକ୍ଷାର୍ଥୀମାନଙ୍କୁ ନିମ୍ନ ସୂଚନା ଦେବେ। କ'ଣ ସୂଚନା ଦେବେ? ଏ ସମସ୍ତ ଜିନିଷ ଏଠି ଲେଖା ହେଇଛି, ଆପଣମାନେ ତାକୁ ପଢ଼ିବେ। ସହଜ ଅଛି, ବୁଝିବାରେ କିଛି ବି ଅସୁବିଧା ନାହିଁ। ଗୃହ କାର୍ଯ୍ୟ ତାପରେ ଦେବେ। ତାପରେ ଅଧିବେଶନ 2କୁ ଆସିବା। ଅଧିବେଶନ 2ରେ କ'ଣ ରହିଛି? ସମୀକ୍ଷା ପୁଣି ଥରେ। ଉଦ୍ଦେଶ୍ୟ ଏଠି କ'ଣ ରହିବ ନା ଶିକ୍ଷାର୍ଥୀମାନେ ପୁସ୍ତକ ସମୀକ୍ଷାର ବିଭିନ୍ନ ଦିଗ ଗୁଡ଼ିକୁ ପୁନଃ ଆଲୋଚନା ମାଧ୍ୟମରେ ଭଲ ଭାବରେ ବୁଝିପାରିବେ। ଶିକ୍ଷାର୍ଥୀମାନେ ସଫଳ ଭାବରେ ଉନ୍ନତମାନର ପୁସ୍ତକ ସମୀକ୍ଷା କରିବାରେ ସକ୍ଷମ ହେବେ। ତ ଏଥିପାଇଁ କ'ଣ କ'ଣ ଆବଶ୍ୟକ ଉପକରଣ ଦରକାର ତାହା ମଧ୍ୟ ଦେଇଛି। ପୂର୍ବ ପ୍ରସ୍ତୁତି କିଭଳି ଭାବରେ ଆମେ କରିବା, ଶିକ୍ଷକମାନେ ଯେଉଁଟା କରିବେ ସେ କଥା ମଧ୍ୟ ଏଠି ଉଲ୍ଲେଖ କରାଯାଇଛି। ଶ୍ରେଣୀକୁ ଆମେ କିଭଳି ଭାବରେ ପରିଚାଳନା କରିବା ସେ କଥା ମଧ୍ୟ ଏଠି ଦେଇଛି। ତ ଏ ସମସ୍ତ ଜିନିଷ ଆମେ ପଢ଼ିଲେ ବୁଝିପାରିବା, କିଛି ହିଁ କଷ୍ଟ ଆମ ନାହିଁ। ଖାଲି ଆପଣମାନଙ୍କୁ ମୁଁ ଦେଖାଇବା ପାଇଁ ଚାହୁଁଛି ଏଠି କେଉଁ କେଉଁ ଅଧିବେଶନ ଗୁଡ଼ାକ ଅଛି, ସେ ଅଧିବେଶନର ଡିଟେଲ୍ସ ଜିନିଷ। ବହି ମୋର ଅତି ନିଜର, ଆବଶ୍ୟକ ଉପକରଣ, ପୂର୍ବ ପ୍ରସ୍ତୁତି,
ମାସିକ କାର୍ଯ୍ୟାବଳୀ କ'ଣ ରହିବ, ଗୃହ କାର୍ଯ୍ୟ କ'ଣ ରହିବ, ପୁସ୍ତକ ପଠନର ଉପାଦେୟତା କ'ଣ ରହିଛି, ନୂତନ ଜ୍ଞାନ ଆହରଣରେ ସହାୟକ ହେବ, ମସ୍ତିଷ୍କର ବ୍ୟାୟାମ ସହ ଉଚିତ ବ୍ୟବହାର, ଧ୍ୟାନ ଓ ଏକାଗ୍ରତାର ବୃଦ୍ଧି ହେବ, ସ୍ମରଣ ଶକ୍ତିର ବିକାଶ ହେବ, ମାନସିକ ମନୋରଞ୍ଜନ ସହାୟକ ହେବ, ସହଯୋଗ ଓ ସହନଶୀଳତା ଭଳି ଦକ୍ଷତାର ବୃଦ୍ଧି ହେବ, ଭାବ ବିନିମୟ ଦକ୍ଷତାର ବୃଦ୍ଧି ହେବ, ମାନସିକ ଚାପ ହ୍ରାସ ହେବ, ମାନସିକ ସ୍ୱାସ୍ଥ୍ୟର ଉନ୍ନତି ହେବ, ସୁସ୍ଥ ଜୀବନଯାପନ ସହାୟକ ହେବ। ଅଧିବେଶନ 4 ଦେଖନ୍ତୁ, କଥା ଓ ବକ୍ତୃତା ବା ଯେଉଁଟା ତର୍କ ରହିଛି ତାର ଉଦ୍ଦେଶ୍ୟ କ'ଣ, ପିଲାଙ୍କ ଭିତରେ ସର୍ବସାଧାରଣରେ କୌଣସି ବିଷୟରେ କିଛି କହିବା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି ହେବ, ପିଲାମାନେ ଅଭ୍ୟାସ ମାଧ୍ୟମରେ କହିବାର ଦକ୍ଷତା ବା କୌଶଳ ହାସଲ କରିପାରିବେ। ସେଥିପାଇଁ କ'ଣ କ'ଣ ଆମେ ଉପକରଣ ନେବା ସେ ବିଷୟରେ ଡିଟେଲ୍ସ ଦେଇଛି, ଆପଣମାନେ ତାହା ଦେଖିପାରିବେ। ଶ୍ରେଣୀକୁ କିଭଳି ଭାବରେ ପରିଚାଳନା କରିବା ତା ସମ୍ପର୍କରେ ଲେଖା ହେଇଛି। ଅତି ସହଜ ଭାବରେ ଆପଣମାନଙ୍କୁ ବୁଝିବାରେ କିଛି ବି ଅସୁବିଧା ନାହିଁ। ତ ଏଇଭଳି ଭାବରେ ପ୍ରତ୍ୟେକଟି ଅଧିବେଶନ ଦେଖନ୍ତୁ। ଅଧିବେଶନ 6 ଅଧିବେଶନ 7 କାହାଣୀରୁ ନାଟକ ଉଦ୍ଦେଶ୍ୟ କ'ଣ ରହିଛି, ଆବଶ୍ୟକ ଉପକରଣ ପୂର୍ବ ପ୍ରସ୍ତୁତି, ଗୃହ କାର୍ଯ୍ୟ। ଅଧିବେଶନ 8 ନାଟକ ଦେଖିବା ସମୀକ୍ଷା କରିବା। ଅଧିବେଶନ 9 ଶବ୍ଦ ଖେଳ। पूरा डिटेल्स ମୁଁ ଆପଣଙ୍କୁ ଦେଖେଇ ନେଉଛି, ଆପଣ ଆଦୌ ସ୍କିପ୍ କରିବେନି। ଯେଉଁ ଅଧିବେଶନ ଆପଣଙ୍କୁ ଦରକାର ତାକୁ ଭଲ ଭାବରେ ଆପଣ ଦେଖିବେ, ପଢ଼ିବେ, ବୁଝିବେ ଏବଂ ସହଜ ଭାବରେ ଆପଣ କରିପାରିବେ। ବା ଯଦି ଗାର୍ଡ଼ିଆନ୍ ହେଇଥାନ୍ତି ନିଜ ପିଲା କିଭଳି ଭାବରେ ଅଧିକ ପରସେଣ୍ଟେଜ୍ ଆଣିବ ବା ରଖିବ ତାକୁ ଅଭ୍ୟାସ କରିବା ପାଇଁ କହିବେ ଏବଂ ସହଜ ଭାବରେ ପିଲା କରିପାରିବ ଏବଂ ନମ୍ବର ମଧ୍ୟ ଆଣିପାରିବ। ଏହିଭଳି ଭାବରେ ଆପଣମାନଙ୍କୁ ପୁରା 23ଟା ଅଧିବେଶନ କରିବା ପାଇଁ ପଡ଼ିବ। ଅଧିବେଶନ 12 କାହାଣୀ ଲେଖିବା ସମୀକ୍ଷା ଶିଖିବା। ସବୁଥିର ପ୍ରଥମେ ରହିବ ଉଦ୍ଦେଶ୍ୟ, ତାପରେ ପ୍ରସ୍ତୁତି କିଭଳି ଭାବରେ କରିବା, ତାପରେ ଆମର ଗୃହ କାର୍ଯ୍ୟ ରହିବ, ତାପରେ ସେ ଅଧିବେଶନ ସମାପ୍ତି ହେବ। ତାପରେ ଅଧିବେଶନ 13 ଦେଖନ୍ତୁ, ଆସ ଜାଣିବା ଚିହ୍ନିବା। ଉଦ୍ଦେଶ୍ୟ ରହିଲା ଆବଶ୍ୟକ ଉପକରଣ ପୂର୍ବ ପ୍ରସ୍ତୁତି, ଶ୍ରେଣୀ ପରିଚାଳନା, ତାପରେ ଗୃହ କାର୍ଯ୍ୟ ଆସିବ। ଏହିଭଳି ଭାବରେ 5ଟା ଷ୍ଟେପ୍ ଦେଇକି ଗତି କଲା ପରେ ଆପଣମାନେ ଗୋଟେ ଗୋଟେ ଅଧିବେଶନ ସାହିତ୍ୟ ସୃଜନୀରେ କମ୍ପ୍ଲିଟ୍ କରିପାରିବେ। ଦେଖନ୍ତୁ ଉଦ୍ଦେଶ୍ୟ ଆବଶ୍ୟକ ଉପକରଣ 2, ପୂର୍ବ ପ୍ରସ୍ତୁତି 3, ସକ୍ରିୟାତ୍ମକ କାର୍ଯ୍ୟ 4, ଆସ ଖେଳିବା, ମୋ ବନ୍ଧୁ ମୋ ସଖା, ତାପରେ ଗୃହ କାର୍ଯ୍ୟ। ଏଭଳି 5-6ଟି ଷ୍ଟେପ୍ ଦେଇକି ଆପଣମାନଙ୍କୁ ଯିବା ପାଇଁ ପଡ଼ିବ। ତାପରେ ଅଧିବେଶନ 15 ତୁ କହିଲେ ଦିନ ମୁଁ କହିବି ରାତି। ଅଧିବେଶନ 16 4ଟି ଠିକ୍ ଗୋଟିଏ ଭୁଲ। ମୁଁ ତା ପୂର୍ବରୁ ଭିଡ଼ିଓ ମଧ୍ୟ ଅପଲୋଡ଼ କରିସାରିଛି। କେଉଁଭଳି ଭାବରେ ଆପଣମାନେ ରେକର୍ଡ଼ ସବୁ ପ୍ରସ୍ତୁତ କରିବେ, ଡକୁମେଣ୍ଟସ୍ କ'ଣ କ'ଣ ରହିବ,
ଲେସନ୍ ନୋଟ୍ କିଭଳି ଭାବରେ ଲେଖିବେ ତ ମୁଁ ଯେମିତି କ୍ରୀଡ଼ାଙ୍ଗନରେ କରିଛି ସାହିତ୍ୟ ସୃଜନୀ ଜିଜ୍ଞାସା କୌଶଳୀର ଠିକ୍ ସେଇଭଳି ଭାବରେ ହେବ, କିନ୍ତୁ ସେଠି ଆପଣଙ୍କର ମେଣ୍ଟର ପାଇଲଟ୍ କୋ ମେଣ୍ଟର ସେମାନଙ୍କର ନାମ ସବୁ ଅଲଗା ରହିବ। ବାକି ଆପଣମାନଙ୍କର ଗ୍ରୁପ୍ର ଯେଉଁ ପିଲା ସେଇଟା ମଧ୍ୟ ଭାଗ ହେଇଯିବ 4ଟା ଗ୍ରୁପ୍ ପାଇଁ। ଏହି ସମସ୍ତ ଜିନିଷକୁ ଆପଣମାନେ ଧ୍ୟାନ ଦେବେ। ଅଧିବେଶନ ଅର୍ଡ଼ର ଦେଖନ୍ତୁ, ଆସ କହିବା ଓ କୁହାଇବା। ଅଧିବେଶନ 19 ଆସ ପ୍ରଶ୍ନ ତିଆରି କରିବା। ଯେତେବେଳେ ମୁଁ ଗୋଟେ ଅଧିବେଶନ କରିବି ଏବଂ ତାକୁ ଅପଲୋଡ଼ କରିବି ସେତେବେଳେ ଆପଣମାନେ ମଧ୍ୟ ପୂର୍ଣ୍ଣାଙ୍ଗ ଭାବରେ ବୁଝିପାରିବେ ଏବଂ ସହଜ ଭାବରେ କରିପାରିବେ। କିନ୍ତୁ ତା ପୂର୍ବରୁ ପ୍ରତ୍ୟେକ ଅଧିବେଶନ ବିଷୟରେ ଆପଣଙ୍କୁ ସମ୍ୟକ ଧାରଣା ଦେଇଦେଲି, କାହିଁକିନା ଆପଣମାନେ ଅଧିବେଶନ ଗୁଡ଼ାକ ଯେତେବେଳେ ଦେଖିବେ ପଢ଼ିବେ ବୁଝିପାରିବେ କିଭଳି ଭାବରେ କରାଯିବ। ଅତି ସହଜ ଭାବରେ ପୂର୍ବ ଉପସ୍ଥିତ ରହିଛି। ଅଧିବେଶନ 21 ଆମର ଟୋଟାଲ 23ଟା ଅଧିବେଶନ ଅଛି। ଅଧିବେଶନ 22 ମୋ କଥା ମୋ କାହାଣୀ। ଆରଥର ଆମେମାନେ କରିଥିଲେ ନବମ ଦଶମ ଶ୍ରେଣୀ ପିଲାଙ୍କ ନେଇକି ମୋ କଥା ମୋ କାହାଣୀ ବହୁତ ଆଦୃତି ଲାଭ କରିଥିଲା ବା ଆଦୃତ ହେଇଥିଲା। ଅଧିବେଶନ 23 ମୁଁ ମୋ ସ୍କୁଲ ଏବଂ ମୋର ଅଭୁଲା ସ୍ମୃତି। ଏଇଠି ଅଧିବେଶନ କାର୍ଯ୍ୟ ଆମର ସରିଯିବ। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ରହିଛି, ସେଇଟାକୁ ଆମମାନଙ୍କୁ ଗୁରୁତ୍ୱର ସହିତ ନେବା ପାଇଁ ପଡ଼ିବ, କାହିଁକିନା ପିଲାମାନଙ୍କର ମାର୍କ ଯେଭଳି ଭାବରେ କମି ନଯାଏ, କେଉଁଥିରୁ କେତେ ମାର୍କ ଆମେ ଦେବା ସେ ବିଷୟରେ ଏଇଠି ମୁଁ ସୂଚନା ଦେବି, ଆପଣମାନେ ଜାଣିପାରିବେ। ଟର୍ମ 1 ପୁସ୍ତକ ସମୀକ୍ଷା ବାଧ୍ୟତାମୂଳକ 1 ଯେକୌଣସି ଗୋଟିଏ ଭାଷାରେ। ଦେଖ ଟର୍ମ 1 ଯେକୌଣସି ଏକ ପୁସ୍ତକର ପ୍ରଦତ୍ତ ଦଶମ ଶ୍ରେଣୀ ସାହିତ୍ୟ ସୃଜନୀ ପୃଷ୍ଠା 61 ଫର୍ମାଟ ଅନୁସାରେ ସମୀକ୍ଷା ଉପସ୍ଥାପନ କର। ମୂଲ୍ୟାୟନ ନିର୍ଦ୍ଦେଶାବଳୀ ପୁସ୍ତକ ଚୟନ ପାଇଁ 2 ମାର୍କ ଆପଣମାନଙ୍କୁ ମିଳିବ। ତାପରେ ପୁସ୍ତକକୁ ବିସ୍ତୃତ ଭାବରେ ବିନା ବାଧାରେ ପଢ଼ିବା 4 ମାର୍କ ମିଳିବ। କାହାଣୀ ଚରିତ୍ର ଏବଂ ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ବିବରଣୀ ଲେଖିବେ 5 ମାର୍କ ମିଳିବ। କାହାଣୀର ପୃଷ୍ଠଭୂମି ଉପରେ ବିବରଣୀ ଉପରେ ଲେଖିବା 4 ମାର୍କ ମିଳିବ। କାହାଣୀର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏକ ସାରାଂଶ ଉପସ୍ଥାପନ କରିବା 5 ମାର୍କ ମିଳିବ। ଏଭଳି ଭାବରେ 5 5 10 14 4 18 2 20 ମାର୍କ ଆପଣଙ୍କର ହେଇଗଲା। ଟର୍ମ 2ର ମଧ୍ୟ ସେଇଭଳି ଭାବରେ ରହୁଛି 6 ମାର୍କ 7 ମାର୍କ 7 ମାର୍କ। କ'ଣ ରହିଛି ନା ବହିର ସାରାଂଶ ଲେଖିବା, ବହିର ମୁଖ୍ୟାଂଶ ଚିହ୍ନଟ କରିବା ଏବଂ ମୁଖ୍ୟାଂଶ ଗୁଡ଼ିକ ସଂକ୍ଷିପ୍ତ ବିବରଣୀ ଲେଖିବା, ମନୋନୀତ ମୁଖ୍ୟାଂଶ ଗୁଡ଼ିକର ଆତ୍ମବ୍ୟାଖ୍ୟା କରିବା। ଏହିଭଳି ଭାବରେ ପ୍ରକଳ୍ପ କାର୍ଯ୍ୟ ମୂଲ୍ୟାୟନ ବାଧ୍ୟତାମୂଳକ 2 ସେଇଭଳି ଭାବରେ ତାକୁ କ୍ୟାଟେଗୋରୀ କରାଯାଇଛି। ଶିକ୍ଷାର୍ଥୀଙ୍କୁ ପାଚିବା ବା ସହାୟକ ଅକ୍ଷର ଶିଖାଇବା, 1ରୁ 100 ପର୍ଯ୍ୟନ୍ତ ସଂଖ୍ୟା ଜ୍ଞାନ ଦେବା 5 ମାର୍କ। ପଠନ ଓ ଲିଖନ ଦକ୍ଷତା ବୃଦ୍ଧି କରିବା, ଏଥିପାଇଁ ଅଡ଼େ 5 ମାର୍କ ରହିଛି। ତାପରେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ପ୍ରଗତିର ସ୍ତର ପାଇଁ 5 ମାର୍କ। ଅନୁରୂପ ଭାବେ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ କରାଇ ମୂଲ୍ୟାଙ୍କନ କରାଯାଇପାରିବ। ଟର୍ମ 1 ଟର୍ମ 2 ନିମନ୍ତେ ଭିନ୍ନ ଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଇ ମୂଲ୍ୟାଙ୍କନ କରାଯିବ। ସୃଜନଶୀଳତା ଏବଂ ସାହିତ୍ୟିକ କାର୍ଯ୍ୟକଳାପ କ'ଣ ପତ୍ର କିମ୍ବା ଦରଖାସ୍ତ ଲିଖନ 5 ମାର୍କ। 5ଟି ସମାର୍ଥ କିମ୍ବା ବିପରୀତାର୍ଥ ଶବ୍ଦ 5 ମାର୍କ। କୌଣସି ଲେଖକ କବି ଉପନ୍ୟାସ କାଳ୍ପନିକ ପରିଚିତ କୃତି 5 ମାର୍କ। ପାଠ୍ୟପୁସ୍ତକ ସହିତ କୌଣସି ଏକାଙ୍କିକାର ନିର୍ଦ୍ଦିଷ୍ଟ ଅଂଶକୁ ସମୀକ୍ଷା 5 ମାର୍କ। ତ ଏଇଠି ମଧ୍ୟ 20 ମାର୍କ। ଦେଖନ୍ତୁ ଏଇଭଳି ଭାବରେ ଆମେ କରିପାରିବା। କେଉଁଟା କରିବା ଦେଖନ୍ତୁ। ତାପରେ ବାଧ୍ୟତାମୂଳକ 3 6ଟି ମଧ୍ୟରୁ ଯେକୌଣସି ଗୋଟିଏ କରିବା। 6ଟି କ'ଣ ଗୋଟେ ହେଲା ରୂପରେଖ, ଶୀର୍ଷକ, ଅକ୍ଷର, ଭାଷା ଏବଂ ଉପସ୍ଥାପନ ଶୈଳୀ, ବିଷୟବସ୍ତୁ। ଏଇଟା କେଉଁଥିରେ ଯାଇଛି ନା ପ୍ରାଚୀର ପତ୍ରିକା। ଏଇ 6ଟା ପଏଣ୍ଟ 5ଟା ପଏଣ୍ଟ ପ୍ରାଚୀର ପତ୍ରିକା ଉପରେ 5ଟା ପଏଣ୍ଟ, ସେଥିପାଇଁ ଆପଣମାନଙ୍କୁ 20 ମାର୍କ। ଏଇଟା ଆପଣମାନେ ରଖିପାରିବେ। ପ୍ରାଚୀର ପତ୍ରିକା 1 ନମ୍ବର। 2 ନମ୍ବର ଦେଖନ୍ତୁ କ'ଣ ଅଛି ପୁସ୍ତକ ଲିଖନ। ପୁସ୍ତକ ଲିଖନର
ସବୁ ସେମିତି ମୁଖ୍ୟ ପୃଷ୍ଠା, ଶୀର୍ଷକ, ଶିକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ୍ ନମ୍ବର, ଶିକ୍ଷାବର୍ଷ, ସୂଚୀପତ୍ର, ମୁଖବନ୍ଧ, ବିଷୟ, ଭାଷା ପ୍ରସ୍ଥାନ ଶୈଳୀ ଏ ପାଇଁ 20 ମାର୍କ। ବକ୍ତୃତା ପ୍ରତିଯୋଗିତା ରଖିପାରିବେ, ତା ପାଇଁ 20 ମାର୍କ। ଶ୍ରେଣୀର ଅନ୍ୟ 2 ଭାଷାର ପୁସ୍ତକ ପଠନ, ତା ପାଇଁ 20 ମାର୍କ। ବିଦ୍ୟାଳୟ ପତ୍ରିକା, ତା ପାଇଁ 20 ମାର୍କ। ଚିତ୍ର ନାଟକ ପରିବେଷଣ ସେଥିରେ ମଧ୍ୟ ପାଇପାରିବେ। ଦେଖନ୍ତୁ ତାପରେ ଏଇଠି ଆମର ସମସ୍ତ ସରିଯାଇଛି। ଶିକ୍ଷକଙ୍କ ପାଇଁ ମତାମତ ସମ୍ବନ୍ଧୀୟ ସୂଚନା ରହିଛି। ତାପରେ ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ନିଶ୍ଚିତ ଭାବରେ ଯଦି ଭିଡ଼ିଓ ଦ୍ୱାରା ଆପଣମାନେ କିଛି ବି ଲାଭବାନ ହେଇଛନ୍ତି ଏବଂ ଏହା ଯଦି ଆପଣମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି, ନିଶ୍ଚିତ ଭାବେ ଭିଡ଼ିଓକୁ ସବସ୍କ୍ରାଇବ୍ କରି ରଖନ୍ତୁ। କାହିଁକିନା ପରବର୍ତ୍ତୀ ସମୟରେ ଆପଣଙ୍କ ପାଖରେ ଏହି ଭିଡ଼ିଓ ମୁଁ ଯାହା ବି ଅପଲୋଡ଼ କରି ତା'ର ନୋଟିଫିକେସନ୍ ପହଞ୍ଚିପାରିବ ଏବଂ ମୁଁ ଲେସନ୍ ନୋଟ୍, ଡକୁମେଣ୍ଟସ୍, ରେକର୍ଡ଼ସ୍ ଯାହା ଯାହା ଦରକାର ପ୍ରତ୍ୟେକ କ୍ଲବ୍ ପାଇଁ ମୁଁ ତା'ର ଗୋଟେ ଭିଡ଼ିଓ ଅପଲୋଡ଼ କରିଛି, ଆପଣମାନେ ମଧ୍ୟ ତାହା ଦେଖିପାରିବେ। ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଅଧିବେଶନ 1 ଦେଖନ୍ତୁ, ସ୍ମୃତିରେ ସାହିତ୍ୟ ସୃଜନୀ। ଆର ଉଦ୍ଦେଶ୍ୟ କ'ଣ ରହିବ ନା ବିଗତ ବର୍ଷର ସାହିତ୍ୟ ସୃଜନୀର ଗତି ବିଧିଗୁଡ଼ିକର ସ୍ମୃତିଚାରଣ କରିବା ସହିତ ଏହି ଶିକ୍ଷାବର୍ଷ ପାଇଁ ସାହିତ୍ୟ ସୃଜନୀର ଗତି ବିଧିକୁ ଆହୁରି ଆକର୍ଷଣୀୟ, ଶିକ୍ଷଣୀୟ ଓ ମଜାଦାର କରିବା। ଆବଶ୍ୟକ ଉପକରଣ ଆମେ କ'ଣ ନେବା? ପୂର୍ବ ବର୍ଷରେ ସାହିତ୍ୟ ସୃଜନୀ ଅଧୀନରେ କରାଯାଇଥିବା ଗତି ବିଧିଗୁଡ଼ିକର ଫଟୋ ଏବଂ ଭିଡ଼ିଓ, A4 ସାଇଜ୍ କାଗଜ, ସ୍କେଚ୍ ପେନ୍, ସ୍ମାର୍ଟ ବୋର୍ଡ଼, ପେନ୍, ପେନସିଲ୍, ପାଠ୍ୟପୁସ୍ତକ, ଖବରକାଗଜ, କଇଁଚି, ଅଠା ଇତ୍ୟାଦି ନେବା। ପୂର୍ବ ପ୍ରସ୍ତୁତି କିଭଳି ଭାବରେ କରିବା? ଶିକ୍ଷକ ପୂର୍ବରୁ ବିଗତ ବର୍ଷର ଗତିବିଧିଗୁଡ଼ିକର ଫଟୋ ଓ ଭିଡ଼ିଓକୁ ସଂକଳିତ କରି ସ୍ମାର୍ଟ ବୋର୍ଡ଼ର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରି ରଖିଥିବେ। ମୁଁ ସାହିତ୍ୟ ସୃଜନୀ ଓ ମୋର ପ୍ରଥମ ଅନୁଭୂତି, ଶ୍ରେଣୀ କିଭଳି ଭାବରେ ପରିଚାଳନା କରିବା ସେ ବିଷୟରେ ଏଠି ଡିଟେଲ୍ସ ଦେଇଛି। ଆପଣମାନେ